ଚକରା ମୁଁ ଦିନେ ଗଲାବେଳକୁ ଚକରା କଣ କରୁଛି ନା ଆମ ଗାଁରେ ଗୋଟେ ହାଡୁଆ ନାଳ ଅଛି। ହାଡୁଆ କୂଳରେ ତାର ଗୋଟେ ଜମି ଅଛି। ସେ ଚାଷ କରୁଛି। ମୁଁ ହାଡୁଆକୁ ଆମେ ସବୁ ସାଙ୍ଗସାଥି ଗାଧେଇ ଯାଉ। ମୁଁ ଗଲାବେଳକୁ ସେ ଚାଷ କରୁଛି। ତା ଚାଷ ଠି ଆମେ ଟିକେ ଅଟକି ଗଲୁ। କଣ ଅଟକିଲୁ? ଦେଖିଲୁ ସେ ଗୋଟେ ପଟେ ଜଚିଛି ଗୋଟିଏ ଷଣ୍ଢ ଆଉ ଗୋଟିଏ ହଡ଼ା ବଳଦ ଗୋଟେ ପଟେ। ଆପଣ ଜାଣିଛନ୍ତି ହଳ ବୁଲିଲେ ଯୋଡ଼େ ବଳଦ ଦରକାର ନା ଷଣ୍ଢଟା ଖାଇକି ମଜବୁତ ଅଛି। ସିଏ ହାଡେ ଭିଡ଼ି ଯାଉଛି ଇଏକୁ। ଇଏ ତା ସାଥିରେ ତାଳ ଦେଇକି ଯାଇପାରୁନି ହଡ଼ା ବଳଦଟି। ତାକୁ ଇଏ କଣ କରୁছে ନା ଗୋଟେ ବଡ ପାଞ୍ଚଣ ଧରିଛି ମଜବୁତିଆ ଲୋକଟା ତାକୁ ପାହାରେ ପାହାରେ ବାଡ଼ଉଛି। କାହାକୁ? ନା ହଡ଼ା ବଳଦକୁ ବାଡ଼ଉଛି। କାରଣ ସିଏ ପଳଉଛି। ସେ ଏଠୁ କଣ କରୁଛି ଶୋଇ ପଡୁଛି ଶେଷରେ। ତାପରେ ଆଉ ଲଙ୍ଗଳ ଚାଲୁନି। ପୁଣି ତାକୁ ଉଠଉଛି ପରିଶ୍ରମ କରିକି ଉଠଉଛି। ପୁଣି 2 ପାହୁଣ୍ଡ ଯାଉଛି। ପୁଣି ଷଣ୍ଢ ପଳଉଛି ତାର କାରଣ ସିଏ ଖାଇକି ମଜବୁତ ଅଛି। ଇଏ ହଡ଼ା ବଳଦକୁ ଆଉ ପାହାରେ ବାଡ଼ଉଛି। ତେଣୁ ଏମିତି କଲା ପରେ ଆମେ ଶେଷରେ କଣ କଲୁ ତା ପାଖକୁ ଗଲୁ। କଲେ ଭାଇ ତୁ ଆଉ ତାକୁ ବାଡ଼ାନା। ତୁ ମଜବୁତିଆ ଲୋକଟା ଅଛୁ। ତୁ ଗୋଟେ ଫାଳ ନହେଲେ ଧ ଆମେ ଧରୁଛୁ କଣ୍ଟିଟା ଟିକେ ବୁଲେଇ ଦେବା ତୋର ତ ତାକୁ ବୁଲିବା ଦରକାର ଆଉ କଣ। ସିଏ ହେଠୁ କହିଲା ଆରେ ଭାଇ ମୋର ତମେ ଜାଣିଛ ମୋ ଆର୍ଥିକ ଅବସ୍ଥା। ଆମେ କହିଲୁ ହଁ ତୁ ଗରିବ ଲୋକଟା। ନା ମୁଁ ଗରିବ ଲୋକ। ହଳ ଗୋଟାକ ବର୍ତ୍ତମାନ 40,000। ମୁଁ ଟଙ୍କା ଆଣିବି କୋଉଠୁ ଭଲ ବଳଦ ପାଇଁ। ସିଏ କଣ କରେ ନା ଏବେ ତ ଟିକେ ବିଜେପି ସରକାର ଆଇଲା ପରେ ଷଣ୍ଢ ଚାଲାଣ ଗୋରୁ ଚାଲାଣ ଟିକେ ବନ୍ଦ ହୋଇଛି। ଏତେବେଳେ ସିଏ କିଛି କିଛି ଜଟିଆ ଷଣ୍ଢ ଯୋଉ ଷଣ୍ଢ ଛାଡ଼ି ଦିଅନ୍ତି ମାଗଣାରେ ଲୋକ ସିଏ କିଛି ନେଇକି ସେଲ କରେ। ଏଇଥିରୁ ଗୋଟେ ବାଛିକି ତାର ହଳ ବୁଲାଏ। ସେଇଟା ବି ପଇସା ଦେଇକି ସେ କିଣିନି। କହିଲା ଦେଖ ମୋର ହଳଟି ଭାଇ ବିନା ପଇସାରେ ମୁଁ କରିଛି।